ଯେଉଁ ମଣିଷ ତାର ପୂର୍ବଜନ୍ମର ସ୍ୱୀକୃତ ପୂର୍ବେ ଯେହୁ କରିଥାଇ ସ୍ୱୀକୃତ କେଶବ କାର୍ଯ୍ୟ ଲାଗେ ତାର ଚିତ। ଦେଖନ୍ତୁ ବର୍ତ୍ତମାନ ବଳିଆ ଆସିଛି ତୀର୍ଥ ଦର୍ଶନକୁ। ଆମ ସାଙ୍ଗରେ କେତେକ ଭକ୍ତମାନେ ଆସିଛନ୍ତି। ଇଏ କ'ଣ ସର୍ଭ୍ୟାଣ୍ଟ ମାନେ ଟଙ୍କା ପଇସା ନେବା ପାଇଁ ଆସିଛନ୍ତି? ପୂର୍ବର ସ୍ୱୀକୃତି ଥିବାରୁ ଗୋଟେ ଭାଗବତର ପଦ ଅଛି, ଯାହାର ପୂର୍ବ ଭାଗ୍ୟ ଦିଶେ ସାଧୁ ଯାହାର ପୂର୍ବ ଭାଗ୍ୟ ଥିବ ତାର ପୁତ୍ର ହଉ ବା କନ୍ୟା ହଉ, ଭାଇ ହଉ ବା ଭଉଣୀ ହଉ, ସେମାନେ ସାଧୁ ସଙ୍ଗ କରିବେ, ତୀର୍ଥ ସଙ୍ଗ କରିବେ, ପ୍ରବଚନ ଶ୍ରବଣ କରିବେ। ଆଉ ଯାହାର ସୌଭାଗ୍ୟ ନଥିବ, ପୂର୍ବଜନ୍ମର ସୌଭାଗ୍ୟ ଥିବନି, ସେ କିପରି ଭାବରେ ଦର୍ଶନ କରିବେ? ସେଇ ଭାଗବତରେ ଲେଖା ଅଛି, ପୂର୍ବ ଅର୍ଜିତ କର୍ମ ଯାଚି ମୁଁ ପୂର୍ବ ଅର୍ଜିତ କର୍ମ ଯାଚି ଆମେ ଯାହା ପାଇଛେ, ମନେ କରାଯାଉ ଆପଣମାନେ ପ୍ରତ୍ୟେକ ଦିନ ଭଗବତ କଥା ଶୁଣୁଛନ୍ତି, ଗୁରୁକ୍ଷେତ୍ରକୁ ଯାଉଛନ୍ତି, ଗୁରୁଙ୍କର ଶ୍ରୀ ବିଗ୍ରହକୁ ପୂଜା କରୁଛନ୍ତି, ଇଷ୍ଟାର୍ଚନ କରୁଛନ୍ତି ବା ଯାହା କିଛି କରୁଛନ୍ତି, ଭଲ କାର୍ଯ୍ୟ ଯାହା କରୁଛନ୍ତି, ଏହା ନିଶ୍ଚିତ ଭାବରେ ପୂର୍ବର ସ୍ୱୀକୃତ ପୂର୍ବର ସଂସ୍କାରରୁ ହିଁ ଏହା ଘଟିଛି। ତେଣୁ ଯେଉଁ ପରିବାରରେ ଶାନ୍ତି ଅଛି ତାର ପୂର୍ବଜନ୍ମର ସ୍ୱୀକୃତ ନିଶ୍ଚୟ ଅଛି। ଯେଉଁଠି ଶାନ୍ତି ନାହିଁ, ଅନେକ ଧନ ଅଛି କିନ୍ତୁ ଶାନ୍ତି ନାହିଁ, ସେ ଧନର ପ୍ରୟୋଜନ କ'ଣ? ଯଦି ଶାନ୍ତି ନାହିଁ ତାହେଲେ ଧନ ଶାନ୍ତି ଦେଇପାରିବ ନାହିଁ। ଅନେକ ଜନ ଅଛନ୍ତି କିନ୍ତୁ ଶାନ୍ତି ନାହିଁ, ବରଂ ଅଶାନ୍ତି ଆହୁରି ଜୋରରେ ଗୋଳମାଳ କରିବ। ତେଣୁ ହେ ସଜ୍ଜନ, ସର୍ବପ୍ରଥମେ ଶାନ୍ତି ଜନନୀକୁ ଖୋଜ। ପ୍ରତ୍ୟେକ ପରିବାରରେ କେମିତି ଶାନ୍ତି ଆସିବ ସେଥିପାଇଁ ସବୁବେଳେ ପ୍ରାର୍ଥନା କର। ଆମେ ପ୍ରତ୍ୟେକ ଦିନ ସେହି ପ୍ରାର୍ଥନାଟି ଗାଉ, ଓମ୍ ଶାନ୍ତି ଓମ୍ ଶାନ୍ତି ଓମ୍ ଶାନ୍ତି ଓମ୍ ଶାନ୍ତି ଓମ୍ ଶାନ୍ତି ଓମ୍ ଶାନ୍ତି। କାହିଁକି ଏ କଥା କହୁ? ତାପରେ ଗାଉ ଆଉ ଗୋଟେ ଧାଡ଼ି, विश्व शांति देश शांति भक्त शांति संघ शांति विश्व शांति देश शांति भक्त शांति संघ शांति 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 रव शांति शांति देखु आमर नन
ନନା ଠାକୁର ମାନେ ବହୁତ ପୂଜା କରନ୍ତି। ଶେଷରେ କହନ୍ତି ସର୍ବେ ଭବନ୍ତୁ ସୁଖୀନ ସର୍ବେ ସନ୍ତୁ ନିରାମୟା ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଶ୍ଚିତ୍ ଦୁଃଖ ଓମ୍ ଶାନ୍ତି ଶାନ୍ତି ଶାନ୍ତି। ଆମେ ମୁକ୍ତି ମୋକ୍ଷ ନିର୍ବାଣ ये सब पाइबू कि ना आमे जानूना तार किसी आवश्यक नहीं। जदि आम जीवन रे शांति अच्छी आमे गरीब हेले भी शाग भात खाई टिके विश्राम नहीं कर्म करी लोकंक सहित मिसी ये दुनिया रू जीवा ताले से गोटा कहूँ आम पाई शांति ताही से शांति ही होउची मुक्ति मोक्ष निर्वाणर प्रतीक। जोटी शांति नहीं सेठी किछि नहीं। तेणु समस्त भक्त शिष्य आश्रित आश्रिता माने गोटिए कथा मने रखंतु विश्व जदि शांति हब नाही आज कोरोना भली गोटे रोग समग्र विश्व रे काया विस्तार करिछि समग्र देश रे काया विस्तार करिछि समग्र राज्य रे काया विस्तार करिछि केतबेले कमी जाउछि केतबेले बढ़ी जाउछि। आज समस्ते टीका नहीं साइला परे मध्य समस्ते आतंकित। तेणु आमे आतंकवाद को डरुचे किंतु से आतंकवाद को दमन करने पाई आम पाखे अनेक अस्त्र शस्त्र रही किंतु ये जो रोग रूपक आतंक को दमन करने हेले एथिपाई वैज्ञानिक मानकर रिसर्च बा उद्भावन नित्यांत जरूरी। एबे आमे टीका दुईटी लेखा नहीं साइला परे मध्य आमे आतंकित अवस्था रे अच्छु। तेणु समस्ते सबुबले भगवान को खाली निज पई प्रार्थना करना सबुबले आमे स्वार्थपर हो जाऊे आमे निज पई सबले प्रार्थना करूँ केतबेले कहूँ धन दियो केतबेले जाऊँ जश दियो केतबेले कहूँ पुत्र दियो केतबेले कहूँ कन्या दियो माग ये सब मागिया क्या मागिब तांकु जदि न मागिब मागिब क्या माग ता सहित माग विश्व शांति देश शांति शांति विश्व शांति देश शांति 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 तव स्वर मनीषटीए हवा पाई आमे भल मनीषटीए हवा एइथिपाई आमको जाग्रत हवा को पड़िबो। आमे भल मनीषटीए हवा खाली सेतिके नुहे निजे भल मनीष हवा सहित अन्य को भल मनीष करिवार उपदेश देवा यह हूँ आउ एक महान कथा। मद्य छाड़ मादक छाड़ क्रोध छाड़ अहंकार छाड़ भल मनीष हुआ बी गुड डू गुड भल हुआ भल काम कर। बांग्लाते ये भल भल शब्द के बोले भालोबासा। बांग्लाते कीर्तनते बोले जेखाने आछे शुधु भालो
বাসাবাসী সেখানে আমাকে নিও মা। হে মা, ଯେଉଁଠି ভালোবাসা বা ଭଲ ପାଇବାର କଥା ଅଛି ମୋତେ ସେଇଠିକି ନେଇଯାଅ। ସଜ୍ଜନ, ଜଣେ ବ୍ୟକ୍ତି ଓଡ଼ିଶାର ଜଣେ ଯୁବକ ସେ ପ୍ରଶ୍ନ ପଚାରିଛନ୍ତି ନାମର ମହିମା। ଭଜ ନିତାଇ ଗୌର ରାଧେ ଶ୍ୟାମ, ଜପ ହରେ କୃଷ୍ଣ ହରେ ରାମ। ବଡ଼ ବାବାଜୀ ରାଧାରମଣ ଦେବ ଏହାକୁ ପ୍ରଚାର କଲେ। ସେଇଭଳି ଭାବରେ ମହାମନ୍ତ୍ର ଚୈତନ୍ୟ ପ୍ରଚାର ନିତ୍ୟାନନ୍ଦ ମହାପ୍ରଭୁ ପ୍ରଚାର କଲେ। ଜୟ ଶିଶୁ ଅନନ୍ତ ରାଜା ରାମ, ଜୟ ସତ୍ୟ ସନାତନ କଳ୍କି ରାମ। ଇଏ ନାମଟି କିଭଳି ଭାବରେ ବାବା ବଳିଆଙ୍କ ପାଖକୁ ଆସିଲା ବା ଏହାକୁ ପ୍ରଚାର ସେ କରୁଛନ୍ତି, ଇଏ ସମ୍ବନ୍ଧରେ ଆସନ୍ତାକାଲି ସକାଳ ସତ୍ସଙ୍ଗରେ କେବଳ ନାମ ମହିମା ଉପରେ ତାର ଉତ୍ତର ଦେବି। ଉତ୍ତର କିଛି ନାହିଁ, ଏଇଟା ବିଶ୍ୱାସ ମିଳଇ କୃଷ୍ଣ ତର୍କେ ବହୁ ଦୂର। ଆମେ ଯେଉଁ କଥାଟି କହିବା, ନାମଟି ଏଇ ଭାବରେ ପୃଥିବୀକି ଆସିଲା କି ଆମ ପାଖକୁ ଆସିଲା, ଆମେ କହୁନୁ ଏଇ ନାମଟି ବଡ଼, ଆଉ ଯେଉଁ ନାମ ଥିଲା ସେଗୁଡ଼ାକ ସବୁ ଖରାପ, ତାକୁ ଛାଡ଼ି ଦିଅ, ସେ କଥା ନୁହେଁ। ନାମ ହିଁ ନାମ, କଳି ଯୁଗେ ନାମ ରୂପେ ସାକ୍ଷାତ ଭଗବାନ। ଯେଉଁ ନାମରେ ଡାକ, ଶ୍ରଦ୍ଧାରେ ଡାକ, ବିଶ୍ୱାସରେ ଡାକ। ଖାଲି ନାମ ଭଜିଲେ ହେବ ନାହିଁ, ନାମ ସହିତ କର୍ମ କର। ହାତେ କର କାମ, ମୁଖେ ପଢ଼ ନାମ। ଇଏ ହେଉଛି ମହାପ୍ରଭୁ ଚୈତନ୍ୟର দর্শন। এখন বৈকুণ্ঠ কি বলেছেন? এবে লীলা চলে বসিছ নিশ্চ, নাম বড় দেউ সখাই কৈবল্য কর, সখাই কৈবল্য করি কলবল, সকুচ্ছ লিয়া এই যে কৈবল্য, ये कैवल्य शब्द जैन धर्मर प्रतीक। जगन्नाथ दर्शन रे प्रत्येक धर्मर कथा निहित अच्छी। कैवल्य प्राप्ति माने आमे जेमती कहूँ मोक्ष प्राप्ति, सेमती जैन मानकर अच्छी कैवल्य प्राप्ति। एवं कैवल्य आउ गोटे स्थान रे जेतेबेले आमे 22 पावछ को महाप्रसाद पाई महाप्रसाद नहीं आमे बाहर को आसू, गोटे निर्दिष्ट स्थान रे किसी महाप्रसाद देकरी आसू। से महाप्रसाद को लोक से बाट दे जीवा आसिया करती, किंतु से महाप्रसाद को अनेक लोक भी पाती। ता होची कैवल्य। तेणु सज्जन, मृत्यु बेल को जो निर्माल्य आमको दि जाए, ସେଇଟା ଆମ ଓଡ଼ିଶାର ଇଏ କଥାଟି ସମ୍ପୂର୍ଣ୍ଣ ଭାବରେ ପ୍ରଚଳିତ। ମଣିଷର ମୃତ୍ୟୁ ପୂର୍ବରୁ ତା ପାଟିରେ ନିର୍ମାଲ୍ୟ ପାଣି ଦିଅ, ସେ ହେଉଛି କୈବଲ୍ୟ ପ୍ରାପ୍ତି। ଯାହା ହଉ, ବୈକୁଣ୍ଠଙ୍କର ଏ ପଦରେ ଏଇ ଯେଉଁ କୈବଲ୍ୟ ଶବ୍ଦଟି ରହିଛି, ଇଏ ଅତି ସୁନ୍ଦର। ମଧୁ ଲେଖିଲେ କର୍ମ ଫାସରେ ଛନ୍ଦିଣ ଦାଉଛ କିମ୍ବା ଧୋଇ ଦାରୁଣ, କମଳା ପ୍ରାଣ କର୍ଣ୍ଣରେ ଟିକିଏ ଶୁଣ, କମଳା ପ୍ରାଣ। ମଧୁସୂଦନ ସେଇ କଥାକୁ କହିଲେ, ଆମେ କର୍ମ ଜଞ୍ଜାଳରେ ପଡ଼ିଛୁ, आमे कर्म करुचु, तथापि तुमे प्रभु आम प्रति एते निर्दय कहीं? प्रकृत रे भक्त भगवान को गाली दौने, सी अहंकार किसी कहूनी, जहाँ कहूँ
ଭଗବାନ ତାର ଅତି ନିଜର ତା ନିଜର ବୋଲି ଅତି ନିଜର ବୋଲି କେହି ଥାଏ, ସିଏ ହେଉଛନ୍ତି ତାର ଗୁରୁ, ସିଏ ହେଉଛନ୍ତି ତାର ଗୋବିନ୍ଦ। ତେଣୁ ଭକ୍ତର ନିବେଦନ କେତେବେଳେ ଅଭିମାନାତ୍ମକ ହେଇପାରେ, କେତେବେଳେ ଏମିତି ବି ଲୋକ ଲେଖିଛନ୍ତି ଛାଡ଼ ମାଡ଼ ଖିଆ ବୁଦ୍ଧିଏ ବଡ଼ ଦେଉଳେ ବଡ଼ ଗୋସାଇ, ମାଡ଼ ଖିଆ ଶବ୍ଦ ବି ସେମାନେ ଲେଖିଛନ୍ତି। ତେଣୁ ମଧୁଙ୍କର ଏ ପଦଟି ଅତ୍ୟନ୍ତ ସୁନ୍ଦର। ବର୍ତ୍ତମାନ ଅଭିନୟ ସୁନ୍ଦରଙ୍କର କଥା, ସୁନ୍ଦର ଦେଖାଇ ନାବ ବସାଇ ଜୀବ ନେଇ ମଝି ନଦୀରେ ହେଲା ବେଳେ ନାବ ଦେବ ବୁଡ଼ାଇ ନଦୀରେ ହେଲା ବେଳେ ନାବ ଦେବ ବୁଡ଼ାଇ। ଇଏ ମଧ୍ୟ ସେହି ଅଭିମାନାତ୍ମକ ସଙ୍ଗୀତ। ପ୍ରକୃତରେ କ'ଣ ଅଭିମାନାତ୍ମକ ସଙ୍ଗୀତ ଅଭିରାମ ଲେଖିଛନ୍ତି? ସତରେ କ'ଣ ଭଗବାନ ଏତେ ନିଷ୍ଠୁର ଇଏ ନାବକୁ ଆମକୁ ନେଇଯିବେ, ନାବର ମଝି ଦରିଆରେ ବୁଡ଼େଇ ଦେବେ? ଆମର ଲକ୍ଷ୍ମୀକାନ୍ତ ମହାପାତ୍ର ଲେଖିଥିଲେ, ସବୁଥିରୁ ବଞ୍ଚିତ କରି କେଉଁ ଦଶବାନା ଉଡ଼ାଇବ। ତେଣୁ ଭକ୍ତର ଭଲ ପାଇବାରେ ସେ ଅନେକ ସଙ୍ଗୀତ ଲେଖେ। ସେ ଅଭିମାନାତ୍ମକ ସଙ୍ଗୀତ ହେଲେ ବି ସେ ହେଉଛି ପ୍ରକୃତରେ ପ୍ରେମର ରାଗିଣୀ, ପ୍ରେମର ସଙ୍ଗୀତ, ପ୍ରେମର ଆହ୍ୱାନ। ଆଜି ହେଉଛି ପବିତ୍ର ଦିନ। ଇଏ ଭାରତ ମାତାର ସୁଯୋଗ୍ୟ ସନ୍ତାନ ମହାତ୍ମା ଗାନ୍ଧୀ, ଯାହାଙ୍କୁ ଆମେ ଭାରତର ବରପୁତ୍ର ବୋଲି ସମସ୍ତେ ଜାଣନ୍ତି, ସ୍ୱାଧୀନତା ସଂଗ୍ରାମର ଯିଏ ଅଗ୍ରଗଣ୍ୟ ନାୟକ ଥିଲେ, ଆଜି ତାଙ୍କରି ଜନ୍ମଦିନ। ସିଏ ଆଜି ମହାତ୍ମା ଗାନ୍ଧୀଙ୍କର ସେଇ ଜନ୍ମଦିନ ଉପଲକ୍ଷେ ଆମେ ସେଇ ଧୁନଟି ଗାଇକିରି ଆମ କଥାକୁ ବିଶ୍ରାମ ଦେବା। ଜୟ ରଘୁପତି ରାଘବ भगवान
राम